ଏମିତି ଖାଲି ଗୋରି ଦରକାର ତମର ଆଜି ଠାରୁ ଖଣ୍ଡଗିରି ମେଳା ଆରମ୍ଭ। କାଲି ବିଧାୟକ ବାବୁ ସିଂ ଠେଙ୍ଗା ଧରି ବୁଲିଲେ। ସିଏ କଣ ଠେଙ୍ଗା ବୁଲେଇବ? ବାବୁ ସିଂ କି ଠେଙ୍ଗା ଧରିବେ? କାହିଁକି ସେ ଠେଙ୍ଗା ଧରିବେ? ଠେଙ୍ଗା ପୂଜା ହେଇଛି। କି ପୂଜା ସେ କରିବେ? ସେ କେବେ ଜନ୍ମ ହେଇଥିଲେ? କୋରେଇବୁ ଯିଏ ନାଙ୍ଗୁଳି ନାଚିବ କେବେ ଜନ୍ମ ହେଇଥିଲେ ବାବୁ ସିଂ? 77 ମସିହାରେ ଠେଙ୍ଗା ପୂଜା ସରିଛି ଜୟଙ୍କର। 1900 ଜୈନ ସବୁ ବର୍ଷ ଯାତ୍ରାରେ ଉଲଗ୍ନ ହେଇଯାଆନ୍ତି, ପୁରା ଉଲଗ୍ନ। ମୁଁ ନୂଆ ଏମଏଲଏ ହେଇଥାଏ, ମହତାବ ଜି ପଚାରିଲି ସାର୍ ଏମିତି ଉଲଗ୍ନ ହେଇ ତାକୁ ବୁଝାଅ। ମୁଁ ବୁଝାଉ ସେ ଉତ୍ତ୍ୟକ୍ତ ହେଲେ। ଖାଲି ଝାଉଁ ଠେଙ୍ଗା ଇଏ ପୂଜା କରିବ ଯେ ସେ କି ଠେଙ୍ଗା ଧରିବ? କାହାର ଧଇଲୁ ଠେଙ୍ଗା ବୁଢେଇଲୁ ଏଇଠୁ ସେମୁଣ୍ଡୁ। ଆଜି ପର୍ଯ୍ୟନ୍ତ ଜୈନ କେବେ ଆଉ ନଗଳ ହେଇ ଖଣ୍ଡଗିରି ଆସିନାହାନ୍ତି। ବାବୁ ସିଂ କହୁଛନ୍ତି ଯାତ୍ରାର ଅଶ୍ଳୀଳ ନାଚକୁ ବିରୋଧ। ବାବୁ ସିଂ କହୁଛନ୍ତି କହିଲେ ଏଇଟା ସଡନ ପ୍ରୋଭୋକେସନ ରେ ଆପଣ ଝାଉଁ ଠେଙ୍ଗା ଉଠେଇଲେ ବାଡେଇଲେ, କିନ୍ତୁ ଏବେ ଯୋଉ ବିଧିବଦ୍ଧ ଭାବରେ ଇଏ କହୁଛନ୍ତି ଠେଙ୍ଗା ବାହିନୀ ଗୋଟେ କଲେ, ତାହେଲେ ସରକାରଙ୍କ ଉପରେ ଭରସା ନାହିଁ, ପୋଲିସ ଉପରେ ଭରସା ନାହିଁ। ଆରେ ବାବୁ 3-4 ଜଣ ଡ୍ୟାନ୍ସ କରିବେ, ଆମେ ବୁଝେଇ ଦେଲେ ଯିବ। ସେ ବି ବୁଝିଗଲେଣି, ସେ ବି ମୋ ପାଖକୁ ଖବର ଦେଲେଣି ଆମେ ଆଉ ଲଗ୍ନ ବସ୍ତ୍ର ନ ପିନ୍ଧି ଡ୍ୟାନ୍ସ କରିବୁନି। ତାଙ୍କ ଆଡୁ କହିଲେଣି ଆଇ ଯୋଉଠି ଟୁକାରେ କାମ ଦବ ସେଠି ପୁରାଣିର ଆବଶ୍ୟକ କଣ ଅଛି? ବାବୁ କରିଛି ଗୋଟେ ଆମ ପୁତୁରାଟିଏ ନୂଆ ହେଇଛି ଏମଏଲଏ, କଲ ଏଇନା ହଉଛି ସେ। ହଁ ହେଇଛି, ପୂଜା କରିଛି କିଛି ଆପତ୍ତି ନାହିଁ। ସେମିତି କିଛି ବାଡିର ଆବଶ୍ୟକତା ପଡିବ ବିଧାୟକ ଆଇନ ନାଇଁ ନାଇଁ। ୟା ଦ୍ୱାରା ଯୁବପିଢି ଶିଖିବ କଣ? ଶିଖିବ ଠିକ। ଆମେ କେମିତି 77 ମସିହାରେ ଦାୟିତ୍ୱ ବିଦା କରିଥିଲେ, ଯେତେବେଳେ ପୁଲିସ କଥା ମାରିଲେନି ନଙ୍ଗୁଳି ମାନେ ଜୈନ ମାନେ ଉଲଗ୍ନ ହେଇ ରାସ୍ତା ଉପରେ ଚାଲିଲେ 1900 ଆଇନ ସେଇ ମାଡ଼ରେ 77 ମସିହାଠୁ ଆଜି ଯା ଜୈନ ଆଉ କେବେ ଉଲଗ୍ନ ହେଇକିରି ଖଣ୍ଡଗିରି ଆସିଲା। ଆଜି ବାବା ମାନେ ଆସିକି ଉଲଗ୍ନ ବାବା କେହି ଗଲା ବର୍ଷ ଗୋଟେ ଉଲଗ୍ନ ହେଇଥିଲା, ତାକୁ ଦଣ୍ଡ ଦବା କଥା ଆମେ ଦେଇଦେଇଛୁ। ବାଡିର ଆବଶ୍ୟକ ପଡୁନି, ହାତରେ ଆମେ ଦେଇଦେଇଛୁ। ଆପଣ ଯଦି କୌଣସି ବାଜି ଉଲଗ୍ନ ହବେ ସେଇ ଅବସ୍ଥା କରାଯିବ। ଆପଣ ଖଣ୍ଡଗିରି ଯିବେ? ଏଥର ସନ୍ଦେହ ଅଛି ମୋ ଯାତ୍ରା, ଆମେ ମାଟିର ପୁଅ, ଆମର ଯାତ୍ରା ଆରମ୍ଭ ହୁଏ ଖଣ୍ଡଗିରିରୁ, ସରେ ବରୁଣେଇରେ ବାବା ମାନେ କହୁଛନ୍ତି ସରକାରଙ୍କୁ କହିଦେବେ ଯଦି କିଛି ଭୁଲ ଭାଲ କରନ୍ତି ଆମେ ଆସିବୁ। ସେ ନ ଆସିଲେ ନ ଆସନ୍ତୁ, ନଙ୍ଗଳା ହେଇକି ଯଦି ଆସିବେ ଆମେ କେବେ ଆଲାଉ କରିବୁ। ସେ ନ ଆସନ୍ତୁ, ନ ଆସିଲେ କଣ ଯାତ୍ରା ବନ୍ଦ ହେଇଯିବ? ବହୁ ଭକ୍ତ ଅଛନ୍ତି, ବହୁ ଭଲ ବାଜି ଅଛନ୍ତି। 2500-3000 ବାଜି ଆସିବେ। ଅଲରେଡି 200-300 ବାଜି ଆସିଲେଣି। ଆମେ ଯୋଉ ଲବଙ୍ଗଗିରି ପାହାଡରେ ମାର୍ଚ୍ଚ 11 ଉଦ୍ଘାଟନ କରିବୁ, ବାଜି ମାନଙ୍କୁ ନିମନ୍ତ୍ରଣ କରିବାକୁ ସକାଳୁ ଯାଇଥାନ୍ତୁ। ଅଳ୍ପ ବାଜି ଆଇଛନ୍ତି, ବାଜି ଆସିବେ 4 ଦିନ ଲାଗିବ। ସେ ଯାତ୍ରା ଏଇନା ଅଛି 10 ଦିନ, ତେଣୁ ବାଜି ମାନଙ୍କୁ ନିମନ୍ତ୍ରଣ ଆମେ କରିବୁ। ଭଲ ବାଜି ଆସୁଛନ୍ତି, ସୁନ୍ଦର ବାଜି, ଯୋଉମାନେ ଭକ୍ତି ଭରା ବାଜି, ପୂଜା ଅର୍ଚ୍ଚନା କରୁଛନ୍ତି ବାଜି, ସେମିତି ଗଞ୍ଜଳ ବାଜି, ନିଶାଖୋର ବାଜି ବିଶେଷ ଆସିନାହାନ୍ତି। ଆଉ 4 ଦିନ ଭିତରେ ସବୁ ବାଜି ଆସିବେ, ଆମେ ତାକୁ ନିମନ୍ତ୍ରଣ କରିବାକୁ ଯିବୁ। ଏବଂ ସୁରାଇ ଏବେ ଗୋଟେ ଚର୍ଚ୍ଚା ହଉଛି, ମୁଖ୍ୟମନ୍ତ୍ରୀଙ୍କ ଗୋଟେ ଭାଷଣ ବେଶୀ ଭାଇରାଲ ହେଉଛି। ମୁଖ୍ୟମନ୍ତ୍ରୀ କହିଥିଲେ ଆଦିବାସୀ ଝିଅମାନେ କଳା, ମୁଁ ଚାହୁଁଥିଲି ଆଦିବାସୀ ଝିଅକୁ ନ ବାହା ହେବା। କି ଲୋକ ବସେ ଆଦିବାସୀ କୋଟାରେ ତ ମୁଖ୍ୟମନ୍ତ୍ରୀ ଆଦିବାସୀ ସୋସାଇଟିଟାକୁ ନିନ୍ଦା କରୁଛୁ। ଏମିତି ଖାଲି ଗୋରି ଦରକାର ତମର? जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।